ପାରା ଓ ପିମ୍ପୁଡ଼ି ଦ ଡବ୍ ଆଣ୍ଡ ଦି ଆଣ୍ଟ। ଦିନେ ଗୋଟିଏ ପିମ୍ପୁଡ଼ି ନଈ କୂଳରେ ବୁଲୁ ବୁଲୁ ହଠାତ୍ ପାଣିରେ ଖସି ପଡ଼ିଲା। ସେ ପାଣିର ସୁଅରେ ଭାସିଗଲା ଏବଂ ନିଜ ଜୀବନ ବଞ୍ଚାଇବା ପାଇଁ ବହୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ସେହି ନଈ କୂଳରେ ଥିବା ଏକ ଗଛ ଉପରେ ଗୋଟିଏ ପାରା ବସିଥିଲା। ସେ ପିମ୍ପୁଡ଼ିଟିକୁ ବିପଦରେ ଥିବାର ଦେଖିଲା। ତାକୁ ଦୟା ଆସିଲା, ତେଣୁ ସେ ତୁରନ୍ତ ଗୋଟିଏ ଗଛର ପତ୍ର ଛିଣ୍ଡାଇ ପିମ୍ପୁଡ଼ି ପାଖକୁ ପକାଇଦେଲା। ପିମ୍ପୁଡ଼ିଟି ସେହି ପତ୍ର ଉପରକୁ ଚଢ଼ିଗଲା ଏବଂ କିଛି ସମୟ ପରେ ସୁରକ୍ଷିତ ଭାବେ କୂଳକୁ ଆସିଗଲା। ସେ ପାରାଟିକୁ ମନେ ମନେ ବହୁତ ଧନ୍ୟବାଦ ଜଣାଇଲା। କିଛି ଦିନ ପରେ ଜଣେ ଶିକାରୀ ସେହି ଜଙ୍ଗଲକୁ ଆସିଲା। ସେ ଗଛ ଉପରେ ବସିଥିବା ସେହି ପାରାଟିକୁ ଦେଖିଲା ଏବଂ ତାକୁ ମାରିବା ପାଇଁ ନିଜ ଧନୁଶରରେ ଲକ୍ଷ୍ୟ ସ୍ଥିର କଲା। ପିମ୍ପୁଡ଼ିଟି ଏହା ଦେଖିପାରିଲା। ସେ ଜାଣିଥିଲା ଯେ ପାରାଟିର ଜୀବନ ବିପଦରେ ଅଛି। ପିମ୍ପୁଡ଼ିଟି ଡେରି ନକରି ଶିକାରୀ ପାଖକୁ ଗଲା ଏବଂ ତା ଗୋଡ଼ରେ ଜୋରରେ କାମୁଡ଼ି ଦେଲା। ଶିକାରୀଟି ଯନ୍ତ୍ରଣାରେ ଚିତ୍କାର କରିଉଠିଲା ଏବଂ ତାର ଲକ୍ଷ୍ୟ ଭ୍ରଷ୍ଟ ହୋଇଗଲା। ଶବ୍ଦ ଶୁଣି ପାରାଟି ସଜାଗ ହୋଇଗଲା ଏବଂ ତୁରନ୍ତ ସେଠାରୁ ଉଡ଼ି ପଳାଇ ନିଜ ଜୀବନ ବଞ୍ଚାଇଲା। ନୀତିଶିକ୍ଷା ମରଲ। ଉପକାରୀର ଉପକାର କେବେ ବୃଥା ଯାଏ ନାହିଁ। ଯଦି ଆମେ ଅନ୍ୟର ଭଲ କରିବା, ତେବେ ଭବିଷ୍ୟତରେ ଆମର ମଧ୍ୟ ଭଲ ହେବ।